ସମସ୍ତଙ୍କୁ ସୁସ୍ୱାଗତ ପୁଣି ଥରେ ବିରଜା ବ୍ଲଗ୍ସ ଓଡ଼ିଆ ଚ୍ୟାନେଲକୁ। ଆଜି ଦେଖନ୍ତୁ ଗୋଟେ ସୁନ୍ଦର ଦୃଶ୍ୟ, ବହୁତ ସୁନ୍ଦର ଦୃଶ୍ୟ। ଦେଖନ୍ତୁ ଗୋମାତା ଠିଆ ହେଇଛନ୍ତି ବାଉଣ୍ଡରୀ ଆର ସାଇଡ଼ରେ, ମାନେ ଆର ପଟେ। ଆଉ ଆମର ବେରି ବସିଛି, ଦେଖନ୍ତୁ ବେରି, ଆମ ବିଲେଇ ଚେରି ବେରି ଦୁଇଟି ଅଛନ୍ତି। ଆଉ ଏଇଟା ହେଉଛି ପୁଅ ବେରି। ଆଉ ମାନେ ଏମାନେ ମଧ୍ୟ ଜାଣନ୍ତି କିଏ ଶତ୍ରୁ କିଏ ମିତ୍ର। ମାନେ ଗାଈ ଆସିକି ମାନେ ପୁରା ବାଉଣ୍ଡରୀ ପାଖେ ତା ମୁହଁ ପାଖରେ ଆସିକି ମାନେ ଠିଆ ହେଲାଣି। ଆଉ କିନ୍ତୁ ଇଏ ବିଲକୁଲ ଡରୁନି, ଦେଖନ୍ତୁ। ଆଉ ଏ ଗାଈ କ'ଣ କରୁଛି କି ମାନେ ସବୁବେଳେ କିଛି ନା କିଛି ଆସିକି ମାଗିବ, ମାନେ ବାଉଣ୍ଡରୀ ଆରପଟେ ରହିକି ଆଉ ମାଗିବ କିଛି ଗୋଟେ ଖାଇବା ପାଇଁ। ତା'ର ମାନେ ଏଇଟା ଗୋଟେ ଇସାରା। ଆଉ ଆଜି ବହୁତ ସୁନ୍ଦର ପାଗ ମଧ୍ୟ ଅଛି, ଦେଖନ୍ତୁ। ମାନେ ସୁଲସୁଲିଆ ପବନ ବହୁଛି। ଆଉ ମାନେ ମେଘ ନାହିଁ ଆକାଶରେ, କିନ୍ତୁ ପବନ ବହୁତ ଜୋର ହେଉଛି। ସକାଳୁ ସକାଳୁ ଆଜି ଭାବିଲି ଗୋଟେ ଭିଡ଼ିଓ କରିବା, ତାପରେ ଏଇଟା ମୁଁ କରିଛି। ତାପରେ ଦେଖନ୍ତୁ ଆଜି କ'ଣ ରାନ୍ଧିଛି। ମୁଁ ତ ରାନ୍ଧିଛି ଭାତ ଡାଲି ତରକାରୀ ଯାହା ଯେମିତି ହେବା କଥା ହେବ। ତାପରେ ଗୋଟେ ମାନେ ଶାଗ ଆଇଟମ୍ଟେ କରିବି। ଶାଗ ଆଇଟମ୍ ଯେଉଁଟା ଦେଖନ୍ତୁ, ଲେଉଟିଆ ଶାଗ। ଲେଉଟିଆ ଶାଗ ଦେଖନ୍ତୁ, ଯେଉଁ କାଟନ୍ତି ମାନେ କାଟିକି ଯେଉଁ ବାଡ଼ିରୁ ଆଣନ୍ତି, ତୋଳାଯାଏ, କାଟିକି ତୋଳାଯାଏ ଲେଉଟିଆ ଶାଗ ଗୁଡ଼ାକ। ତାପରେ ମୁଁ କ'ଣ କଲି ନା, ଭଲ ଭାବେ ବାଛିକି ତାକୁ ଧୋଇଦେଲି। ଧୋଇଲା ପରେ କାଟିବି ଶାଗ ଗୁଡ଼ାକୁ, ନହେଲେ ଆପଣ କାଟିକି ମଧ୍ୟ ଧୋଇପାରିବେ। ପ୍ରଥମେ ଧୋଇଦେବାଟା ଭଲ। ମୁଁ ତାକୁ ଦେଖନ୍ତୁ ପାଣିରୁ ଛାଣି ନେବି। ଆଉ ଶାଗକୁ ଭଲ ଭାବେ ଧୋଇଦେବେ। ମାନେ ବହୁତ ଛୋଟ ଛୋଟ ଶାଗ ଅଛି, ମାନେ ପତ୍ର ଗୁଡ଼ାକ, ପତ୍ର ସନ୍ଧିରେ କିଛି ମାନେ କିଛି ରହିଯାଇଥିବ, ମାନେ କ'ଣ ପୋକଜୋକ କିଛି ରହିଯାଇଥିବ, ଆପଣ ତ ବାଛିଥିବେ, ତଥାପି ଟିକେ ଭଲ ଭାବେ ଧୋଇଦେବେ। ଆଉ ଯଦି ଆପଣ ଲୁଣ ପାଣିରେ ଧୋଉଛନ୍ତି ତାହେଲେ ଭଲ, ଲୁଣ ପାଣିରେ ବି ଧୁଆଯାଏ। ଦେଖନ୍ତୁ ମୁଁ ପୁରା ପରିଷ୍କାର କରିକି ଧୋଇ ସାରିଲା ପରେ ତାକୁ କାଟିଛି। ଏବେ ରାନ୍ଧିବା। ରସୁଣ, ପିଆଜ, କଞ୍ଚାଲଙ୍କା, ଶୁଖା ଲଙ୍କା, ସୋରିଷ, ଫୁଟଣ ଦେଇକି ତାକୁ ମୁଁ ଭାଜିଛି। ତାପରେ ମୁଁ କ'ଣ ପକାଇବି ଦେଖିବେ। ତାପରେ ମୁଁ କ'ଣ କରିଛି ନା, ମୁଁ ଗୋଟେ ଅଲଗା ଟାଇପ୍ର ଟିକେ କରିବାକୁ ଭାବିଛି, ବାଦାମ ମିଶାଇଛି। ଦେଖନ୍ତୁ ମୁଁ ସବୁବେଳେ ସେମିତି ମାନେ କିଛି ଗୋଟେ ମାନେ ଅଲଗା ଟାଇପ୍ର କରିବାକୁ ମୁଁ ଚେଷ୍ଟା କରିଥାଏ। ମୋର ନିଜ ଆଇଡ଼ିଆରୁ ମୁଁ ସବୁ ନିଜେ କରିଥାଏ। ଆଉ ସବୁକିଛି ମୁଁ ନିଜ ଆଇଡ଼ିଆରୁ କରେ। ଆଉ ତାପରେ ଲୁଣ ଦେଇଛି। ଆଉ ତାପରେ ଶାଗ ଭଜା ଆମର ହେଇଗଲା। ଦେଖନ୍ତୁ ବହୁତ ମାନେ ବଢ଼ିଆ ବାସ୍ନା ଆସିଲାଣି। ଆଉ ପଖାଳ ସାଙ୍ଗେ ଖାଇଲେ ଆକୁ ବହୁତ ବଢ଼ିଆ ଲାଗିବ। ଆଉ ଗରମ ଭାତ ସାଙ୍ଗେ ମଧ୍ୟ ଆପଣ ଖାଇପାରିବେ। ହଁ, ମୁଁ ଏଇଠି ଆଉ ଗୋଟେ କଥା କହି ରଖିବି। ଯଦି ଆପଣ ଶାଗକୁ ଯଦି ପ୍ରଥମେ ଧୋଇଦେବେ ତାପରେ କାଟିବେ, ତାହେଲେ ସବୁଠାରୁ ଭଲ। କାରଣ ଶାଗ କାଟି ସାରିଲା ପରେ ଛୋଟ ଛୋଟ ହେଇଯିବ। ଆଉ ସେ ଶାଗ ଗୁଡ଼ାକୁ ଧୋଇଲା ପରେ ଯଦି କିଛି ମାନେ ରହିଯାଇଥିବ ପୋକଜୋକ, ଆଉ ବାହାରି ପାରିବ ନାହିଁ। ତେଣୁ ଆପଣ ସବୁବେଳେ ଚେଷ୍ଟା କରିବେ, ମାନେ ବାଛିଦେବେ ପ୍ରଥମେ ଶାଗକୁ, ତାପରେ ଧୋଇବେ, ତାପରେ କାଟିବେ। କେତେଜଣ ଅଛନ୍ତି ମାନେ ସେମାନେ କ'ଣ କରନ୍ତି ନା, କାଟି ସାରିକି ଧୁଅନ୍ତି।